ଆପଣ ଯେମିତି ଜାଣିଛନ୍ତି ଗଛ ପାଇଁ ମାଟି ପାଣିର ଯେମିତି ଆବଶ୍ୟକ ନା ଖରା ମଧ୍ୟ ଠିକ୍ ସେତିକି ସମାନ ଆବଶ୍ୟକ। ବେଳେବେଳେ କିଛି ଗଛରେ ଫୁଲ ଆସିବାରେ ସାହାଯ୍ୟ କରିଥାଏ ଖରା। କେବଳ ଶୀତ ଦିନର ଖରା ଗଛ ପାଇଁ ଅଧିକ ଆବଶ୍ୟକ ହେଇନଥାଏ। ପ୍ରତ୍ୟେକ ମାସ ଗଛ ପାଇଁ ଖରା ଆବଶ୍ୟକ ମୁତାବରେ ଦିଆଯାଏ। କିଛି ମାସ ଗଛକୁ ଖରା 7ରୁ 8 ଘଣ୍ଟା ଦିଆହେଉଥିବା ବେଳେ କିଛି ମାସ ଆମର ହେଉଛି ଗଛକୁ ସକାଳର ହାଲକା ସୂର୍ଯ୍ୟକିରଣ ଦିଆଯାଏ। ଆଉ କିଛି ମାସ ମାତ୍ର 3 ଘଣ୍ଟା ପରେ ଖରା ଦିଆଯାଏ। ଆଉ ଏମିତି କିଛି ବି ଗଛ ଅଛି ଯୋଉଟାକି ଦିନ ସାରା ଖରା ପାଇଲା ପରେ ବହୁତ ବଢ଼ିଆ ଫୁଲ ଆସେ। ତ ଆମର ଯେମିତି ନାଗଚମ୍ପା ଗଛ ଅଛି, ତ ନାଗଚମ୍ପା ଗଛକୁ କେତେ ଘଣ୍ଟା ଖରା ଦରକାର, ତ ଆଜି ସେଇ ବିଷୟରେ ଟିକେ ଆମେ ଜାଣିବା। ତ ଏବେ ଯେହେତୁ ଆମର ଅକ୍ଟୋବର ମାସ, ତ ଆମେ ଅକ୍ଟୋବର ମାସରେ କେତେ ଘଣ୍ଟା ଖରା ଦେଲେ ଗଛ ବଢ଼ିବ ସେଇ ବିଷୟରେ ଟିକେ ଜାଣିବା। ତ ଏଇ ମାସ ହାଲକା ବର୍ଷା ମଧ୍ୟ ହେଇଥାଏ, ସେଥିପାଇଁ ମାଟିର ଆର୍ଦ୍ରତା ପାଇଁ ବର୍ଷା ପାଣି ନାଗଚମ୍ପା ଗଛକୁ କ୍ଷତି ପହଞ୍ଚାଇଥାଏ। ସେଥିପାଇଁ ବର୍ଷା ହେଲେ ମଧ୍ୟ ଗଛକୁ ସୁସ୍ଥ ରହିବ, ତ ସେଥିପାଇଁ ଯେତିକି ବି ସମୟ ଏଇ ମାସରେ ଖରା ହେଇଥାଏ ଯେମିତି ଦିନରୁ ପୁରା ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ଆପଣ ଗଛଟାକୁ ରଖିବେ। ଆଉ ମାଟି ଏମିତି ବନେଇବେ ପାଣି ଯେମିତି ନିଷ୍କାସନ ଠିକ୍ ଭାବରେ ହେଇପାରୁଥିବ। ବାକି ରହିଲା ନଭେମ୍ବରରୁ ଜାନୁଆରୀ ମାସ। ତ ଏଇ ମାସ ମଧ୍ୟ ହାଲକା ଗଛର ପତ୍ର ଉପରେ କାକର ବୁନ୍ଦା ପଡ଼େ, ଯୋଉଥିପାଇଁ ମାଟି ସହ ଗଛ ମଧ୍ୟ ଓଦା ରହେ। ସେଥିପାଇଁ ଏଇ ମାସରେ ମଧ୍ୟ ପୁରା ଦିନର ସୂର୍ଯ୍ୟକିରଣ ଆମ ନାଗଚମ୍ପା ଗଛ ପାଇଁ ବହୁତ ଭଲ ହେଇଥାଏ। ବାକି ଖରା ଦିନରେ 2ରୁ 4 ଘଣ୍ଟା ହାଲକା ଖରା ପଡ଼ୁଥିବା ସ୍ଥାନରେ କୁଣ୍ଡକୁ ରଖିବେ। ସବୁଠାରୁ ଇମ୍ପୋର୍ଟାଣ୍ଟ କଥା ହେଲା ଆମର ନାଗଚମ୍ପା ଗଛର ଯେଉଁ ମୂଳ ପଚିବା ସମସ୍ୟା, ଏଇ ସମସ୍ୟାଟି ପ୍ରାୟ ଆପଣଙ୍କ ଗଛରେ ବି ପ୍ରାୟ ଆପଣ ଦେଖୁଥିବେ। ତ ଏଇ ସମସ୍ୟାରୁ କେମିତି ଆମେ ଦୂରେଇ ରହିବା, ଆପଣଙ୍କ ଗଛକୁ କେମିତି ସୁସ୍ଥ ରଖିବା ସେଇ ବିଷୟରେ ଟିକେ ଆମେ ଜାଣିନେବା। ତ ନାଗଚମ୍ପା ଗଛର ମୂଳ ପଚିବା ଏଇ ସମସ୍ୟାଟି ଆମ ଗଛ ପାଇଁ ସବୁଠୁ ବିପଦପୂର୍ଣ୍ଣ ହେଇଥାଏ। ଥରେ ମୂଳ ପଚିଲା ପରେ ବଡ଼ ବଡ଼ ଗଛ ମଧ୍ୟ ନଷ୍ଟ ହେଇଥାଏ। ମନ ବହୁତ ଦୁଃଖ ହୁଏ ସେତେବେଳେ ଯେତେବେଳେ ଗଛରେ କଡ଼ ସାଥିରେ ଫୁଲ ମଧ୍ୟ ଭରପୁର ଥାଏ, କିନ୍ତୁ ଗଛର ମୂଳ ପଚିଯାଏ। ଏମିତି ଆପଣଙ୍କ ନାଗଚମ୍ପା ଗଛରେ ସମସ୍ୟା ଅଛି କି ନାହିଁ ନିଶ୍ଚିତ କମେଣ୍ଟରେ ଜଣାଇବେ। ତ ନାଗଚମ୍ପା ଗଛର ଏଇ ଯେଉଁ ମୂଳ ପଚିବା ସମସ୍ୟାରୁ ମୁକ୍ତ ପାଇଁ ଆମେ କ'ଣ କରିବା ସେଇ ବିଷୟରେ ମୁଁ ଆପଣଙ୍କୁ କହିଦେଉଛି। ସେମିତି ନାଗଚମ୍ପା ଗଛ ମୂଳ ନ ପଚିବା ପାଇଁ ପ୍ରଥମେ ମାଟିକୁ ଆମେ ବନେଇବା। ମାଟି କେମିତିକା ନେବେ, ଯେମିତି ଠିକ୍ ଭାବରେ ପାଣି ପାସ୍ କରିବା ସହିତ ପବନ ମଧ୍ୟ ନିଷ୍କାସନ ଠିକ୍ ଭାବରେ ହେଇପାରୁଥିବ। ସେ ସବୁ ପୁରା ଆପଣଙ୍କୁ କ୍ଲିୟର ଭାବରେ ବୁଝେଇ ଦେଉଛି। ବହୁତ ଗଛ ଲଗାଇବା ପୂର୍ବରୁ ଆମେ କ'ଣ କରନ୍ତି, ମାଟିକୁ ଚଲେଇ ଦିଅନ୍ତି। ଆଉ ସେଥିରେ ମିଶଉଥିବା ବାଲି ଭାଗକୁ ଯେଉଁ ଆମେ ନିଅନ୍ତି ତାକୁ ବି ମଧ୍ୟ ଆମେ ମିଶେଇକି ଆମେ ଚଲେଇ ଦିଅନ୍ତି। କିନ୍ତୁ ବାଲିକୁ ଆପଣ ଜମା ଚଲେଇବେନି, ଏମିତି ରଗଡ଼ା ନେବେ। ଆଉ କୋକୋପିଟ୍ର ମାତ୍ରା ଆପଣ ଅନ୍ୟ ଗଛ ଅପେକ୍ଷା ଏଇ ଗଛରେ ବହୁତ କମ୍ ମାତ୍ରା ନେବେ। ଯେମିତି ଗୋଟେ କୁଣ୍ଡରେ ଆପଣ ଭରିବେ ଯଦି 2 ମୁଠା ମାତ୍ର କୋକୋପିଟ୍ର ପାଉଡ଼ର ନେବେ, ଜମାରୁ ତାଠୁ ଅଧିକା ନେବେନି। କୋକୋପିଟ୍ଟା ପାଣି ଟିକେ ଷ୍ଟୋର କରିକି ରଖେ, ଜମେଇକି ରଖେ, ଯେଉଁଟାକି ଆମର ନାଗଚମ୍ପା ଗଛକୁ ମୂଳ ପଚାଇବାରେ ସାହାଯ୍ୟ କରେ। ସେଥିପାଇଁ ମୂଳ ନ ପଚିବା ପାଇଁ କୋକୋପିଟ୍ର ମାତ୍ରାକୁ ଟିକେ ଏଇଠି କମ୍ କରିଦେବେ। ଆଉ ନାଗଚମ୍ପା ଗଛକୁ ଲଗେଇବା ପାଇଁ ମାଟି ରଗଡ଼ା ରହିବା ଦରକାର, ବାଲିର ରଗଡ଼ା ରହିବା ଦରକାର। ତା ସାଥିରେ କୋକୋପିଟ୍ର ମାତ୍ରା କମ୍ ନେବା ସହିତ ନିମ୍ଖଲି ପାଉଡ଼ର ଆଉ ତା ସାଥିରେ ହଳଦୀ ଗୁଣ୍ଡ ଏତିକି ମିଶାଇ ଦେବେ। ଆପଣଙ୍କ ନାଗଚମ୍ପା ଗଛର ମୂଳ ଜମା ପଚିବନି। ପାଣି ଜମି ରହିଲେ ହିଁ ଗଛ ନଷ୍ଟ ହେଇଥାଏ। ପାଣି ଯଦି ଠିକ୍ ସେ ପାସ୍ କରୁଥିବ ଗଛ ସୁସ୍ଥ ରହିବ।